ଜଙ୍ଗଲ ଓ ପର୍ବତର ତଳେ ଏକ ସୁନ୍ଦର ଝରଣା ବହୁଥିଲା। ଏଠାରେ ଜଙ୍ଗଲର ସମସ୍ତ ପଶୁପକ୍ଷୀମାନେ ଆସି ଶାନ୍ତିରେ ପାଣି ପିଉଥିଲେ। ପ୍ରତ୍ୟେକ ପଶୁପକ୍ଷୀମାନେ ନିଜର ଦୈନନ୍ଦିନ ଜୀବନରୁ କିଛି ସମୟ ବାହାର କରି ଝରଣାର ପାଖରେ ସମୟ ବିତାଉଥିଲେ। ସେହି ଝରଣାର ପାଖରେ ଏକ ଜଙ୍ଗଲଟେ ଥିଲା। ସେହି ଜଙ୍ଗଲରେ ଏକ ଦୁଷ୍ଟ ବାଘଟିଏ ରହୁଥିଲା। ସେ ଜଙ୍ଗଲର ସମସ୍ତ ଜୀବଜନ୍ତୁଙ୍କୁ ମାରି ଖାଇଯାଉଥିଲା ଏବଂ ଝରଣା ପାଖକୁ ମଧ୍ୟ ଯେଉଁ ପଶୁପକ୍ଷୀମାନେ ପାଣି ପିଇବାକୁ ଆସୁଥିଲେ ସେ ସେମାନଙ୍କୁ ଲୁଚିକି ଶିକାର କରି ଖାଇଦେଉଥିଲା। ବାଘଟିର ଭୟରେ ସମସ୍ତ ପଶୁପକ୍ଷୀମାନେ ଭୟଭୀତ ହୋଇ ରହୁଥିଲେ। କିନ୍ତୁ ବାଘଟି ବହୁତ ଚତୁର ଥିଲା। ଗୋଟିଏ ଦିନ ଏକ ଛେଳି ଛୁଆଟି ଝରଣାର ତଳପଟରେ ଆସି ପାଣି ପିଉଥିଲା। ସେ ପାଣି ପିଇବା ସମୟରେ ଦୂରରୁ ସେଇ ଦୁଷ୍ଟ ବାଘଟି ଛେଳି ଛୁଆଟିକୁ ଲୁଚିକିରି ଦେଖୁଥିଲା। ବାଘଟି ଛେଳି ଛୁଆଟିକୁ ଦେଖି କହିଲା, ଆଜି ମୋର ନୂତନ ଖାଦ୍ୟ ମିଳିଗଲା। ଆଜି ମୋର ପେଟ ପରିପୂର୍ଣ୍ଣ ହେବ। ବାଘ ଧୀରେ ଧୀରେ ଝରଣାର ଉପର ପଟକୁ ଆସିବାକୁ ଲାଗିଲା। କିଛି ନ ଦେଖିବା ପରି ପାଣି ପିଇବାର ଅଭିନୟ କଲା। ଛେଳି ଛୁଆଟି ତଳେ ବାଘଟିକୁ ଦେଖି ଭୟଭୀତ ହୋଇ ମନେ ମନେ ସଚେତନ ହୋଇଗଲା। ବାଘଟି ପାଣି ପିଇସାରି ଛେଳି ଛୁଆ ପାଖକୁ ଆସିଲା। ଏକ ବାହାନା କରି ଛେଳି ଛୁଆଟିକୁ କହିଲା, ଏ ଛେଳି ଛୁଆ, ତୁ ଏ ପାଣି କାହିଁକି ଗୋଳିଆ କରୁଛୁ? ମୋତେ ପାଣି ପିଇବାରେ ବହୁତ ଅସୁବିଧା ହେଉଛି। ଭୟଭୀତ କଣ୍ଠରେ ଛେଳି ଛୁଆଟି କହିଲା, ବାଘ ଭାଇ, ଆପଣ ତ ଉପରେ ପାଣି ପିଉଥିଲେ, ମୁଁ ତ ତଳେ ପାଣି ପିଉଥିଲି। ମୁଁ କିପରି ଆପଣଙ୍କ ପାଣିକୁ ଗୋଳିଆ କରିପାରିବି? ଛେଳିଟିର କଥା ଶୁଣି ବାଘଟି ଜୋର ଗର୍ଜନ କରିବାକୁ ଲାଗିଲା ଓ ନିଜର ବଡ଼ପଣ ଦେଖାଇ କହିଲା, ତୁ ସାମାନ୍ୟ ଛେଳି ଛୁଆଟି ମୋର କଥାକୁ ଅପମାନ କରୁଛୁ? ମୁଁ ତତେ ଦଣ୍ଡ ଦେବି। ଏହି ସମୟରେ ହଠାତ୍ ବାଘଟି ଲମ୍ପ ଦେଇ ଡେଇଁବାକୁ ଲାଗିଲା। ଛେଳି ଛୁଆଟି ଭୟରେ ଦୌଡ଼ିବାକୁ ଲାଗିଲା। ବାଘଟି ଛେଳି ଛୁଆଟିକୁ ଗୋଡ଼ାଇ ଧରିନେଲା। ତାପରେ ବାଘଟି ଛେଳିଟିକୁ ଖାଇ ନିଜର ଭୋକ ମେଣ୍ଟାଇଲା।